ଶ୍ରେଣୀ ଝିଅ ପ୍ରେମର ଆରମ୍ଭ ପାର୍ଟ 2। ଲିନାଙ୍କ ଗାଁରୁ ଫେରିବା ପରେ ପ୍ରୀତମ ଯେମିତି ଆକାଶରେ ଉଡୁଥିଲା, ଗୁଣୁଗୁଣୁ ଗୀତ ଗାଉଥିଲା। ବୋଉକୁ ଖାଇବନି ବୋଲି ମନା କରିଦେଇ ଚାଲିଗଲା ରୁମ୍ ଭିତରକୁ। ଆଉ ଖଟରେ ଶୋଇ ଭାବିବାକୁ ଲାଗିଲା ତା ମନର ରାଣୀ ଲିନା କଥା। ଚାହୁଁଥିଲା ସେ ଅଟକେଇ ଦେବାକୁ ଲିନା ସହ ତାର ସେଇ ନଳକୂପର ମୁହୂର୍ତ୍ତକୁ, ତାକୁ ମନଭରି ଦେଖିବାକୁ, ତା ସହ ମନଭରି ଗପିବାକୁ, ଏମିତି ଅନେକ କିଛି। ହେଲେ ଆଗରୁ ତ କାହିଁ ଏମିତି କେବେ ହେଇନି। ବହୁ ଝିଅଙ୍କ ସହ ମିଶିଛି, କଥା ବି ହେଇଛି, ହେଲେ ଲିନା ପାଇଁ ଏ ନିଆରା ଅନୁଭୂତି ଆଉ ପ୍ରେମ ନୁହେଁ ତ। ନୂଆ ନୂଆ ପ୍ରେମର ଡେଣାରେ ବହୁତ ଶକ୍ତି ଥାଏ। ମନଭରି ଉଡ଼ି ହୁଏ କଳ୍ପନା ରାଇଜର ପ୍ରେମିକା ପାଖକୁ। ଆଜିକାଲି ପ୍ରୀତମ ଭାରି ଅନ୍ୟମନସ୍କ ରହିବାକୁ ଲାଗିଲା। ଶ୍ରେଣୀରେ, ଟ୍ୟୁସନରେ, ଖେଳରେ ଧୀରେ ଧୀରେ ମନ କଥାଟା ସାଙ୍ଗମାନଙ୍କର ସନ୍ଦେହକୁ ଆସିଲା। ଆଉ ଏବେ ପ୍ରୀତମ ଯିବ କୁଆଡ଼େ। ସାଙ୍ଗମାନେ ମଧ୍ୟ ପ୍ରୀତମକୁ ଡରଉଥିଲେ। ପ୍ରୀତମ, ଆମେ କହିଦେବୁ। ଆଉ ପ୍ରୀତମ କହୁଥିଲା, ହଁ କୁହ। ପୁଣି କିଛି ସାଙ୍ଗ କହୁଥିଲେ, ସାରଙ୍କୁ ବି କହିଦେବୁ, ଆମକୁ କ'ଣ ଦେବୁ କହ। ଆଉ ପ୍ରୀତମକୁ ଲିଲା ଲିଲା ବୋଲି ଚିଡ଼େଇବାକୁ ଲାଗିଲେ। ଲିନା ସବୁ ଜାଣୁଥିଲେ ବି ନୀରବ ରହୁଥିଲା, କିଛି ନ ଜାଣିବା ପରି। ସ୍କୁଲ ବେଳର ପ୍ରେମରେ ନଥାଏ ଶରୀରର ଆକର୍ଷଣ, ଆଉ ଯଦି ଥାଏ ତ ଖାଲି ଅନାବିଳ ପ୍ରେମ ଆଉ ପ୍ରେମ। ପ୍ରୀତମ ଖାଲି ଲିନାକୁ ଚାହିଁ ରହୁଥିଲା। ତା ହସ ଦେଖି ନିଜେ ହସି ଦେଉଥିଲା। ତା ନାଁକୁ ଖାତାର ମଲାଟ ତଳେ ଲିନା ନାଁ ସହ ମିଶେଇ ଲେଖୁଥିଲା ପ୍ରୀତମ। ଯଦି ଲିନାର କିଛି ଦରକାର ହୁଏ ଆଗ ବଢ଼େଇ ଦେଉଥିଲା। ପ୍ରତିଦିନ ଆଣୁଥିବା ଚକୋଲେଟକୁ ସାଙ୍ଗମାନଙ୍କୁ ଦେବା ବାହାନାରେ ବଢ଼େଇ ଦେଉଥିଲା ଲିନା ହାତକୁ। ସ୍କୁଲ ପାଖ ବଗିଚାରେ କେବେ କେମିତି ମିଶି ଯାଉଥିଲା ଦୁଇ ମନ ଆଉ ଚାରି ଆଖି। ଆଉ ଲାଜେଇ ହସି ଦେଇ ଚାଲି ଯାଉଥିଲା ଲିନା। ଏମିତି କିଛି ଦିନ ଗଡ଼ିଗଲା। ସ୍କୁଲରେ ପ୍ରେମ ମଟରେ ସାଙ୍ଗମାନଙ୍କର କଟାକ୍ଷ ସହିପାରୁନଥାଏ ପ୍ରୀତମ। ସାଙ୍ଗମାନେ କହୁଥିଲେ, ତୁ ତା କୋଉ କୂଳକୁ ନୁହଁ, କେବେ ବି କହିପାରିବୁନି ତାକୁ। ଅନେଇଥାରେ ପୁଅ, ଆଉ କିଏ ନେଇକି ଚାଲିଯିବ ଯେ। ସ୍କୁଲ ସାଙ୍ଗଙ୍କୁ ଭାରି ମଜା ଲାଗେ ପ୍ରେମୀ ବନ୍ଧୁଙ୍କୁ ଉସ୍କେଇବା ଲାଗେ। ସାଙ୍ଗଙ୍କ ଏଭଳି କଥା ଶୁଣି ପ୍ରୀତମ କ'ଣ କରିବ ଜାଣିପାରୁନଥାଏ। ଭାବିଲା ନିଜେ ଯାଇ କହିବ ଲିନାକୁ। ସେଦିନ ଗୁରୁ ଦିବସ ଥାଏ। ଗୁରୁ ଦିବସ ପ୍ରସ୍ତୁତିରେ ସମସ୍ତେ ବ୍ୟସ୍ତ ଥିବାବେଳେ ପ୍ରୀତମ ଧୀରେ ଯାଇ ଲିନାକୁ ଡାକିଲା, ଟିକେ ଶୁଣିବ। ଲିନା କହିଲା, ହଁ କୁହ। ଏତିକି କହି ଲିନା ବଗିଚା ଆଡ଼କୁ ଫୁଲ ପାଇଁ ଚାଲିଲା, ଆଉ ପ୍ରୀତମ ତା ପଛେ ପଛେ। ହଠାତ୍ ଲିନାର ହାତକୁ ଧରି ପକେଇଲା ପ୍ରୀତମ, ଆଉ କହିଲା, ମୁଁ କ'ଣ କହୁଥିଲି କି, ମାନେ ଲିନା, ଏମିତି ଲିଲି ହେଉଥିବ ନା ଆଉ କ'ଣ କହିବ। ଏଥର ସାହସ ବାନ୍ଧିଲା ପ୍ରୀତମ, ଆଉ କହିଲା, ମୁଁ କ'ଣ କହୁଥିଲି କି, ମାନେ ଲିନା, ମୁଁ ତୁମକୁ ଭଲ ପାଏ, ମୋ ଜୀବନଠୁ ବି ଅଧିକ। ମୁଁ ତୁମ ସହ ସବୁବେଳେ ରହିବାକୁ ଚାହେଁ। ମୁଁ ଜାଣେ ତୁମେ ବି ମୋତେ ଭଲ ପାଅ ବୋଲି। ସତ କହିଲ, ଭଲ ପାଅ ନା ମୋତେ? ଏକାଥରକେ ବହି ପଡ଼ିଲା ଭଳି ଡଗଡଗ ହେଇ ପଡ଼ିଗଲା ପ୍ରୀତମ। କହିସାରି ବିଚରା ଝାଳ ପୋଛୁଥାଏ। ଲିନା ଆଶ୍ଚର୍ଯ୍ୟ ହୋଇଗଲା। ହଠାତ୍ ଚମକି ପଡ଼ିଲା। ଆଉ ହଁ କି ନା କ'ଣ କହିବ ସେ ଜାଣିପାରୁନଥିଲା। କିଛି ଉତ୍ତର ନ ଦେଇ ଲାଜରେ ହସି ଦେଇ ଚାଲିଗଲା ଲିନା। ଆଉ ଆଗ ଭଳି ଲିନା କଥା ବି ହେଲାନି ପ୍ରୀତମ ସହ। ପ୍ରୀତମ ନାଁ ଶୁଣିଲେ ହିଁ ଚିଡ଼ୁଛି। ଏପଟେ ପ୍ରୀତମ କିଛି ଉତ୍ତର ନ ପାଇ ନା ବଞ୍ଚିପାରୁଛି ନା ମରିପାରୁଛି। ଏବେ ପ୍ରୀତମ ସାହାଯ୍ୟ ଲୋଡ଼ିଲା ସ୍ମିତାର। ସ୍ମିତା, ସେ ହିଁ ଜଣେ ଯିଏ ବୁଝିପାରିବ ଲିନାକୁ। ସ୍ମିତା ସବୁ ଶୁଣିଲା, ଆଉ ପ୍ରୀତମକୁ କହିଲା, ତମେ ଦି ଜଣ ମିଶିଲେ ମୁଁ ଖୁସି ହେବି। ପ୍ରୀତମ ଏବେ ଟିକେ ନିଶ୍ୱାସ ମାରିଲା, ହେଲେ କିଛି ଲାଭ ନାହିଁ। ସ୍ମିତା ବି ବହୁତ ଦିନ ଚେଷ୍ଟା କରି କରି ବିଫଳ ହେଲା। ଏବେ ଶ୍ରେଣୀର ସବୁ ପିଲା ପ୍ରୀତମକୁ ବୁଝାଉଥିଲେ ତାକୁ ଭୁଲିବାକୁ। ହେଲେ ପ୍ରୀତମର ଏକ ଜିଦ୍ ଥିଲା, ସେ ଲିନାକୁ ହିଁ ଚାହେଁ ଆଉ ତାକୁ ହିଁ ଭଲ ପାଇବ। ଲିନା ବସୁଥିବା ବେଞ୍ଚ ପାଖରେ ବସିବା, ତା ପଛେ ପଛେ ଚାଲିବା, ତାକୁ ହେଲ୍ପ କରିବାକୁ ଚେଷ୍ଟା କରିବା, ଏସବୁରେ କମି କରୁନଥିଲା ପ୍ରୀତମ। ଆଉ ମନେ ମନେ ଭାବୁଥାଏ, କେଜାଣି କେତେ ତାପମାତ୍ରାରେ ଝିଅମାନଙ୍କର ହୃଦୟ ତରଳେ। ମନେ ମନେ ଭାବୁଥାଏ, ଏମିତି ନବମ ଶ୍ରେଣୀଟା ଗଡ଼ି ଚାଲିଥାଏ। କିନ୍ତୁ ପ୍ରୀତମ ଦିନକୁ ଦିନ ପାଗଳ ହେଇଯାଉଥାଏ ଲିନା ପାଇଁ। ସମସ୍ତଙ୍କ ଆଗରେ ଲିନା କଥା ଗପେ। ବିଚରା ସମସ୍ତଙ୍କର ଦୟା ଆସେ ତା ପ୍ରତି। ହେଲେ କ'ଣ ହବ, ଯିଏ ବୁଝିବା ଲୋକ ସିଏ ତ ବୁଝୁନି, ଓଲଟି ଦୂରକୁ ଦୂରକୁ ଯାଉଛି। ପ୍ରୀତମ ବସିଥିବା ଜାଗା ସିଧାରେ ସେ ବସିବନି। ସେ ହେଲ୍ପ କରିଥିବା ଜିନିଷକୁ ସେ ଛୁଇଁବନି। ନା ତା ସାଙ୍ଗମାନଙ୍କୁ ବି ମନା କରିଦେଇଛି ପ୍ରୀତମକୁ ତା ବିଷୟରେ କିଛି ବି କହିବାକୁ। ପ୍ରୀତମ ଅନେକ ଥର କାନ୍ଦିଛି ଲିନା ପାଇଁ, ହେଲେ କେବେ ସେ ବୁଝିପାରିନି ପ୍ରୀତମକୁ। ହେଲେ କ'ଣ ପାଇଁ, ତାର କାରଣ କ'ଣ? ଏମିତି ତ ଆଗରୁ ନଥିଲା ଲିନା। ନା ସେ ଆଉ କାହାକୁ ଭଲ ପାଉଛି, ଯାହା ସାଙ୍ଗମାନେ କହୁଛନ୍ତି। ଏମିତି ବି ସମୟ ଗଡ଼ି ଚାଲିଛି। ଏକତରଫା ପ୍ରେମର ଜଳରେ ପ୍ରୀତମ ସବୁବେଳେ ଜଳୁଥାଏ, ସବୁ ସମୟରେ ମରୁଛି। ବହୁତ ଚେଷ୍ଟା କରେ ପ୍ରୀତମ ଲିନା ଉପରେ ତାର ଭଲ ପାଇବାର ପ୍ରଭାବକୁ ପକେଇବାକୁ, ହେଲେ ସେ ହାରିଯାଏ। ମନ ଭିତରେ ଆଶା ରଖିଛି,
ଦିନେ ନା ଦିନେ ଲୀନା ତାକୁ ବୁଝିବ, ତା ମନ କଥାକୁ ନିଶ୍ଚୟ ବୁଝିବ। ପ୍ରୀତମ ଦିନେ ଭାବିଲା, ସତରେ କ'ଣ ଲୀନା ତାକୁ ଭଲ ପାଏନି, ନା ସେ ଅଭିନୟ କରୁଛି? ଜାଣିବା ପାଇଁ ସେ ଆରମ୍ଭ କଲା ଏକ ଯୋଜନା। ମୁଁ ଆଉ କାହାକୁ ଭଲ ପାଏ ଜାଣିବାକୁ ଲୀନାର ମନ କଥା। ପ୍ରୀତମକୁ କ'ଣ କରିବାକୁ ହେବ ପ୍ରୀତମ ମନେ ମନେ ଭାବି ସାରିଥିଲା। ସେ ଲୀନାକୁ ଜଳେଇବାକୁ ଚାହୁଁଥିଲା, ଯେମିତି ସେ ସତଟା କ'ଣ ଜାଣିପାରିବ। ଲୀନା ତାକୁ ଭଲ ପାଏ ନା ନାଇଁ? ଲୀନା, ସ୍ମିତା ଆଉ ସାଗରିକା 3 ଜଣ ଭଲ ବନ୍ଧୁ ଥିଲେ। ଏପର୍ଯ୍ୟନ୍ତ ଲୀନା ଆଉ ପ୍ରୀତମ ଘଟଣାରେ ସମସ୍ତେ କିଛି ନା କିଛି ମତ ଦେଇଥିଲେ, କିନ୍ତୁ ଜଣକ ଛାଡ଼ୁ, ସେ ହେଉଥିଲା ସାଗରିକା। ସବୁ ଘଟଣାକୁ ସମସ୍ତେ ଜାଣିଥିଲେ। ତେଣୁ ପ୍ରୀତମ ଠିକ୍ କଲା ସେ ସାଗରିକା ସହ ସମ୍ପର୍କ ବଢ଼ାଇବ, ସାଗରିକାକୁ ଭଲ ପାଇବ। ସାଗରିକା ଆଉ ଲୀନା ଭଲ ବନ୍ଧୁ, ତେଣୁ ନିହାତି ଲୀନା ଉପରେ କିଛି ନା କିଛି ପ୍ରଭାବ ପଡ଼ିବ ବୋଲି ଭାବିଥିଲା ପ୍ରୀତମ। ପ୍ରୀତମ ଏବେ ନିଜ ଆଡ଼ୁ ସାଗରିକା ସହ ମିଶିବା ଆରମ୍ଭ କରିଦେଲା। ଯାହା ଆଣୁଥିଲା ତା ସହ ସେୟାର କରୁଥିଲା, ତାକୁ ଚାହିଁ ବସୁଥିଲା, ତା ନାଁ ହାତରେ ଲେଖୁଥିଲା। ଏଥର ସାଗରିକାର କୌଣସି ବି ଆପତ୍ତି ନଥାଏ। ପ୍ରୀତମକୁ ଲାଗିଲା ଲୀନା ଉପରେ କିଛି ତ ପ୍ରଭାବ ନିଶ୍ଚୟ ପଡ଼ୁଛି। କିଛି ଦିନ ପରେ ସ୍ମିତା ଆସି କହିଲା, ପ୍ରୀତମ, ଲୀନା କହୁଥିଲା ତୋ ସହିତ ଫ୍ରେଣ୍ଡସିପ୍ କରିବାକୁ ଚାହୁଁଛି। ତୁ ଫ୍ରେଣ୍ଡସିପ୍ କରିବାକୁ ରାଜି ତୁ? ଯଦି ରାଜି ତୁ କହ, ମୁଁ ତାକୁ ଯାଇ କହିଦେବି। ଯଦି ଚ୍ୟାନେଲକୁ ନୂଆ ଆସିଥିବେ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ, ସାଙ୍ଗମାନଙ୍କୁ ସେୟାର କରିନେବେ ଏବଂ ଯଦି କାହାଣୀଟି ଆପଣଙ୍କୁ ଭଲ ଲାଗୁଥିବ ତାହେଲେ କମେଣ୍ଟ ବକ୍ସରେ ପାର୍ଟ 3 ପାଇଁ ନିଶ୍ଚିତ ଭାବରେ ମୋତେ କମେଣ୍ଟ କରିବେ। ରହୁଛି, ଜୟ ଜଗନ୍ନାଥ।